ଆମେ ଆମ କାମଗୁଡ଼ିକ ପାଇଁ ଆମେ କାହାକୁ ରଖିପାରିବା। ଯେମିତି ଆମେ ନିଜ କାର୍ଟାକୁ ଡ୍ରାଇଭ୍ କରିବା ପାଇଁ ଆମେ ଗୋଟେ ଡ୍ରାଇଭର ରଖିପାରିବା। ଆମ ଘର କାମ କରିବା ପାଇଁ କାହାକୁ ରଖିପାରିବା ଯେ ଆମ ଘରର ସବୁ କାମ କରିଦେବେ। ଠିକ୍ ସେହିପରି ଆମେ ବହୁତ ପ୍ରକାର କାମ ପାଇଁ ଆମେ କାହାକୁ ନା କାହାକୁ ରଖିପାରିବା। କିନ୍ତୁ କେବେ ଚିନ୍ତା କରିଛନ୍ତି ଆମ ଯେଉଁ ସ୍ୱାସ୍ଥ୍ୟରେ ଯଦି କେବେ ପ୍ରୋବ୍ଲେମ୍ ହୁଏ, ସେ ଯେଉଁ ଦୁଃଖ ପାଇଁ ଆମେ କାହାକୁ ରଖିପାରିବା? ସେ କଷ୍ଟଟା ଆମ ପାଇଁ ଜଣେ କିଏ ସହିଯିବ? ନାଇଁ ନା। ଯଦି ହସ୍ପିଟାଲ ବେଡ଼୍ରେ ଶୋଇବାକୁ ପଡ଼େ ଆମକୁ ହିଁ ଶୋଇବାକୁ ପଡ଼ିବ, ଆମ ପାଇଁ କେହି ଶୋଇଲେ ହେବ ନାହିଁ। ଏଇ ଯେଉଁ ଜିନିଷଟା ନା ଆମେ ଯେତେବେଳେ ଯୁବ ଥାଉ ସେଇଟା ପ୍ରାୟ ଆମେ ଅଣଦେଖା କରୁ। ଏ ସ୍ୱାସ୍ଥ୍ୟ ଆମେ ପୁରା ଅଣଦେଖା କରୁ। କିନ୍ତୁ ଯେମିତି ଆପଣଙ୍କୁ କହିଲି ଆମ କଷ୍ଟଟି କେହି ନେଇପାରିବେ ନାହିଁ। ତ ଆମେ ଯୁବ ଥିଲାବେଳେ ଜଙ୍କ ଫୁଡ଼୍ ଖାଇବା, ଠିକ୍ ସମୟରେ ନ ଶୋଇବା, ଏକ୍ସରସାଇଜ୍ ନ କରିବା, ଏହିପରି ବହୁତ ଗୁଡ଼ିଏ ମିଷ୍ଟେକ୍ ଆମେ କରିଥାଉ। ଆମେ ଶୁଣିଛେ ନା ସ୍ୱାସ୍ଥ୍ୟ ହିଁ ସମ୍ପଦ। ପଇସା ରୋଜଗାର କରିବା ବହୁତ ବଢ଼ିଆ ଜିନିଷ, କିନ୍ତୁ ପଇସା ସ୍ୱାସ୍ଥ୍ୟ ବଦଳରେ ନୁହଁ। କାରଣ ସମୟ ଆସିବ ଆମ ପାଖରେ ପଇସା ଥିବ, ଯଦି ସ୍ୱାସ୍ଥ୍ୟ ନଥାଏ କ'ଣ ହେବ? ସେ ପଇସାଟାକୁ ଆମେ ବ୍ୟବହାର କରିବା ହସ୍ପିଟାଲରେ, ରାଇଟ୍, ବା ଡକ୍ଟରଙ୍କ ପାଖରେ। ତେଣୁ ଆମକୁ ଆମ ସ୍ୱାସ୍ଥ୍ୟର ଯତ୍ନ ନେବା ବହୁତ ଜରୁରୀ। ତ ଆଜି ଆମେ ଯୁବକ ଅଛେ, ଆମର ଶକ୍ତି ଅଛି, ଆମକୁ ଆମର ଯେଉଁ ଶକ୍ତିକୁ ଠିକ୍ ମାର୍ଗରେ ଲଗାଇବାର ଅଛି। ଆମେ ଡେଲି ଏକ୍ସରସାଇଜ୍ କରିବା, ଜଙ୍କ ଫୁଡ଼୍, ଚିନି ଏସବୁ ଜିନିଷ ଆଭଏଡ଼୍ କରିବା, ଷ୍ଟ୍ରେସ୍ ନେବା ନାହିଁ, ଆଉ ଠିକ୍ ସମୟରେ ଶୋଇବା, ରାଇଟ୍। ଏସବୁ ଯଦି ଗୁଡ୍ ପ୍ରାକ୍ଟିସେସ୍ ଆମେ ରଖୁଛେ ତାହେଲେ ଆମେ ଗୋଟେ ହେଲ୍ଦି ଲାଇଫ୍ ବଞ୍ଚିପାରିବା। ତ ତେଣୁ ମନେ ରଖନ୍ତୁ, ଆଜି ଆପଣ ଯୁବକ ଅଛନ୍ତି, ସ୍ୱାସ୍ଥ୍ୟ ସହିତ କମ୍ପ୍ରମାଇଜ୍ କରନ୍ତୁ ନାହିଁ।